କ'ଣ ଆପଣଙ୍କ ଜୀବନରେ ଅଚାନକ ଧନହାନି, ଦୁର୍ଭାଗ୍ୟ କିମ୍ବା ବାରମ୍ବାର ସମସ୍ୟା ଆସୁଛି କି? ହୋଇପାରେ ଆପଣଙ୍କ ଜନ୍ମକୁଣ୍ଡଳୀରେ କିଛି ଗ୍ରହଦୋଷ ରହିଥାଇପାରେ। କ'ଣ ଆପଣ ଜାଣନ୍ତି ଏକ ଛୋଟ ରତ୍ନ ଆପଣଙ୍କର ଭାଗ୍ୟକୁ ବଦଳାଇ ଦେଇପାରେ, ଆପଣଙ୍କ ଜୀବନରେ ସଫଳତା, ଧନ, ସୁଖ ଆଣିପାରେ? ଆଜ୍ଞା ହଁ, ଆଣିପାରେ। କିନ୍ତୁ ଭୁଲ ରତ୍ନ ପିନ୍ଧିଲେ ଜୀବନ ଉପରେ ଏହାର ଖରାପ ପ୍ରଭାବ ବି ପଡ଼ିଥାଏ। ନମସ୍କାର ବନ୍ଧୁଗଣ, ମୁଁ ସାଗର, କଳାକାର ସାଗର ସଙ୍ଗମ ଆଷ୍ଟ୍ରୋଲୋଜି ଜ୍ୟୋତିଷ ଜ୍ଞାନ ଆଣ୍ଡ କର୍ମ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଆଜି ଆମେ ଜାଣିବା ଗ୍ରହ ରତ୍ନ ବିଷୟରେ। ବହୁତ ଲୋକ କୁହନ୍ତି ରତ୍ନ ପିନ୍ଧିଲେ କିଛି ହୁଏନି, କିନ୍ତୁ ଜ୍ୟୋତିଷ ଅନୁସାରେ ପ୍ରତ୍ୟେକ ଗ୍ରହର ନିଜର ଏକ ଏନର୍ଜି ଅଛି ଏବଂ ରତ୍ନ ସେହି ଏନର୍ଜିକୁ ଆମ୍ପ୍ଲିଫାଇ କରିଥାଏ। ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣଙ୍କୁ ଏଭଳି ଏକ ରତ୍ନ ବିଷୟରେ ଜଣାଇବାକୁ ଯାଉଛି ଯାହା ଆପଣଙ୍କ ଜୀବନକୁ ସଠିକ୍ ଦିଗରେ ନେଇଯିବ। ଆପଣଙ୍କ ଜୀବନରେ ଧନ, ଭାଗ୍ୟ ଏବଂ ସମ୍ମାନ ଆସୁନାହିଁ କି? ଚେଷ୍ଟା କରୁଛନ୍ତି କିନ୍ତୁ ସଫଳତା ମିଳୁନାହିଁ କି? ହୋଇପାରେ ଆପଣଙ୍କ କୁଣ୍ଡଳୀରେ ବୃହସ୍ପତି ଗ୍ରହ ଦୁର୍ବଳ ଥାଇପାରନ୍ତି ଏବଂ ସେହି ଦୁର୍ବଳତାକୁ ସୁଧାରିବା ପାଇଁ ଗୋଟିଏ ଏମିତି ଶକ୍ତିଶାଳୀ ରତ୍ନ ଅଛି ଯାହାର ନାମ ହେଉଛି ୟେଲୋ ସାଫିୟାର, ଯାହାକୁ ଆମେ ପୋଖରାଜ ବି କହୁ। ୟେଲୋ ସାଫିୟାର ହେଉଛି ବୃହସ୍ପତିଙ୍କର ଗ୍ରହ ରତ୍ନ, ଯାହାକି ଜ୍ଞାନ, ଧନ, ଭାଗ୍ୟ, ବିବାହ ଏବଂ ଶୁଭ କର୍ମର କାରକ ଅଟେ। ୟେଲୋ ସାଫିୟାର ପିନ୍ଧିବା ପୂର୍ବରୁ ତା'ର ଉପକାରିତା ବିଷୟରେ ଆସନ୍ତୁ ଜାଣିବା। ଧନ ଓ ଆର୍ଥିକ ସ୍ଥିତିରେ ସୁଧାର ଆଣିଥାଏ, ବିବାହ ବାଧା ଦୂର କରେ, ଶିକ୍ଷା ଏବଂ କ୍ୟାରିୟରରେ ଗ୍ରୋଥ୍ ଆଣିଥାଏ, ଲକ୍ ଆକ୍ଟିଭେଟ୍ କରେ, ରେସ୍ପେକ୍ଟ ଏବଂ ଷ୍ଟାଟସ୍ ବଢ଼ାଇଥାଏ, ଧନ ସଞ୍ଚୟ ବଢ଼ାଇଥାଏ, ଆୟର ନୂତନ ଉତ୍ସ ମିଳେ, ବୁଦ୍ଧି ଓ ଜ୍ଞାନ ବଢ଼ାଏ, ପାଠପଢ଼ାରେ କନସେନ୍ଟ୍ରେସନ୍ ଆଣିଥାଏ, ଫୋକସ୍ ବଢ଼ାଏ, ଡିସିସନ୍ ମେକିଂ ଷ୍ଟ୍ରଙ୍ଗ କରେ, ମାନସିକ ଶାନ୍ତି ଦେଇଥାଏ, ଆତ୍ମବିଶ୍ୱାସ ବଢ଼ାଇଥାଏ, ଷ୍ଟ୍ରେସ୍ କମାଇଥାଏ, ଜବ୍ରେ ପ୍ରମୋସନ୍ର ସମ୍ଭାବନା ଏବଂ ବିଜନେସ୍ରେ ଉନ୍ନତି ହୋଇଥାଏ, ବିବାହ ହେଉନଥିଲେ ସହାୟତା କରେ, ଦାମ୍ପତ୍ୟ ଜୀବନରେ ମଧୁରତା ବୃଦ୍ଧି କରାଏ, ଭଲ ସାଥୀ, ଏଜୁକେଟେଡ୍ ସାଥୀ, ଏଷ୍ଟାବ୍ଲିଶ୍ ଫ୍ୟାମିଲିରୁ ଲାଇଫ୍ ପାର୍ଟନର ମିଳିବାର ସମ୍ଭାବନାକୁ ବଢ଼ାଇ ଦେଇଥାଏ, ସ୍ୱାସ୍ଥ୍ୟରେ ପଜିଟିଭ୍ ଇମ୍ପାକ୍ଟ ପକାଇଥାଏ, ଲିଭର, ଡାଇଜେସନ୍ ଇସ୍ୟୁ, ଫ୍ୟାଟ୍, ୱେଟ୍ ଗେନ୍ ଏସବୁକୁ କଣ୍ଟ୍ରୋଲ୍ କରିବାରେ ସାହାଯ୍ୟ କରେ, ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ, ଧର୍ମ ପ୍ରତି ଆଗ୍ରହ ବଢ଼େ, ଭଲ କର୍ମ କରିବାରେ ପ୍ରେରଣା ମିଳେ, ବ୍ୟକ୍ତି ସ୍ପିରିଚୁଆଲ୍ ହୋଇଥାଏ ଏବଂ ଶେଷରେ ଗୁରୁଙ୍କର କୃପା ମିଳେ। ହେଲେ ପ୍ରଶ୍ନ ଉଠୁଛି, ସମସ୍ତେ କ'ଣ ୟେଲୋ ସାଫିୟାର ପିନ୍ଧିପାରିବେ? ନାହିଁ ଆଜ୍ଞା, ସମସ୍ତେ ପିନ୍ଧିପାରିବେ ନାହିଁ। ସମସ୍ତଙ୍କ ପାଇଁ ୟେଲୋ ସାଫିୟାର ବା ପୋଖରାଜ ଉପଯୁକ୍ତ ନ ହୋଇପାରେ। କେବଳ ୟେଲୋ ସାଫିୟାର କାହିଁକି, କୌଣସି ଗ୍ରହ ରତ୍ନ ପିନ୍ଧିବା ପୂର୍ବରୁ କୁଣ୍ଡଳୀ ଦେଖାଇ ଆପଣଙ୍କ ପାଇଁ ସେହି ରତ୍ନ ପଜିଟିଭ୍ ହେବ କି ନେଗେଟିଭ୍ ହେବ ଜାଣି ଜ୍ୟୋତିଷଙ୍କର ପରାମର୍ଶ କ୍ରମେ ପିନ୍ଧନ୍ତୁ। ହଁ, ଆମେ ୟେଲୋ ସାଫିୟାର ବିଷୟରେ ବା ପୋଖରାଜ ବିଷୟରେ ଆଲୋଚନା କରୁଥିଲେ। ଅଧିକାଂଶ କେସ୍ରେ ଦେଖିବାକୁ ମିଳୁଛି ୟେଲୋ ସାଫିୟାର ଗ୍ରହରତ୍ନ ବିଷୟରେ କିଛି ନ ଜାଣି ନ ଶୁଣି ଲୋକେମାନେ ତାକୁ ପିନ୍ଧୁଛନ୍ତି। ପିନ୍ଧିବାର କାରଣ କ'ଣ ହେଇଥାଇପାରେ ବୋଲି ଆପଣଙ୍କ ମନକୁ ଆସୁଛି? ଶୁଣନ୍ତୁ, ଏଇ ଟିକେ ପୂର୍ବରୁ ମୁଁ ପୋଖରାଜର ମେରିଟ୍ ଉପରେ କହୁଥିଲି। ଲୋକେ ସେତିକି ହିଁ ଜାଣୁଛନ୍ତି। କେଉଁ ଭିଡ଼ିଓ ମାଧ୍ୟମରେ ଦେଖନ୍ତୁ ବା କେଉଁଥିରୁ ପଢ଼ନ୍ତୁ ବା କିଏ ପରାମର୍ଶ ଦେଲେ, ଉପକାରିତା ବିଷୟରେ ଜାଣିଦେଲେ, ସମ୍ପୂର୍ଣ୍ଣ ଜାଣିଲେ ନାହିଁ। ଯେହେତୁ ଏତେ ଗୁଡ଼ିଏ ଉପକାର କଥା ୟେଲୋ ସାଫିୟାରରୁ ମିଳୁଛି, ସେତିକି ଜାଣିଲେ, ତାପରେ ଭାବିଲେ ଏହି ରତ୍ନ ପିନ୍ଧିଦେଲେ ଆମର ସବୁ ଉନ୍ନତି ହେବ, ତେଣୁ କିଣିଦେଲେ ଆଉ ପିନ୍ଧିଦେଲେ। କିନ୍ତୁ କିଛି ଦିନ ଗଲା ପରେ ତାଙ୍କ ଉପରେ ନେଗେଟିଭ୍ ଇମ୍ପାକ୍ଟ ଷ୍ଟାର୍ଟ ହୋଇଗଲା। କ୍ଷତି ହେଲା ପରେ ତାକୁ ପୁଣି କାଢ଼ିଦେଲେ, କହିଲେ କି ଏସବୁ ବେକାର, କିଛି କାମ କରୁନି, ଫେକ୍ ଜିନିଷ। କିନ୍ତୁ ଏଇଠି ସେମାନଙ୍କର ଜାଣିବାର ଥିଲା ଯେ ଯଦି ପିନ୍ଧିବାକୁ ଚାହୁଁଛନ୍ତି ତେବେ ତାଙ୍କର ଜାତକରେ ସେହି ରତ୍ନ ପିନ୍ଧିଲେ ଶୁଭ ଫଳ ଦେବ ନା ଅଶୁଭ ଫଳ ଦେବ, ସଫଳତା ମିଳିବ କି ନାହିଁ। ଯଦି ହଁ, ତେବେ ପିନ୍ଧିବା କଥା, ଯଦି ନାହିଁ ତେବେ ପିନ୍ଧିବେ ନାହିଁ। ତେଣୁ ରତ୍ନ ଧାରଣ କରିବା ପୂର୍ବରୁ ନିଜର କୁଣ୍ଡଳୀ ଦେଖାଇବା ଜରୁରୀ ଅଟେ, ନିଜର ରାଶିକୁ ମଧ୍ୟ ଜାଣିବା ଦରକାର। ଜେନେରାଲ ଭାବରେ କହିବାକୁ ଗଲେ କେଉଁ ରାଶିର ବ୍ୟକ୍ତିବିଶେଷ ମାନେ ୟେଲୋ ସାଫିୟାର ବା ପୋଖରାଜକୁ ପିନ୍ଧିପାରିବେ, ଆସନ୍ତୁ ଜାଣିବା। ଧନୁ ରାଶି, ବୃହସ୍ପତି ଲଗ୍ନପତି,
ଭାଗ୍ୟ ଧନ କ୍ୟାରିୟରରେ ଗ୍ରୋଥ୍ ହେବ। 100% ସୁଇଟେବୁଲ୍ ରହିବ ୟେଲୋ ସାଫିୟାର। ମୀନ ରାଶି, ବୃହସ୍ପତି ଲଗ୍ନପତି, ଓଭରଅଲ୍ ଲାଇଫ୍ ଇମ୍ପ୍ରୁଭମେଣ୍ଟ ପାଇଁ ୟେଲୋ ସାଫିୟାର ପିନ୍ଧିପାରିବେ। କର୍କଟ ରାଶି, ବୃହସ୍ପତି କର୍କଟ ରାଶିକୁ ନବମ ଭାବର ଅଧିପତି ଅର୍ଥାତ୍ ଭାଗ୍ୟ ଭାବର ଅଧିପତି, ତେଣୁ ୟେଲୋ ସାଫିୟାର ଭଲ ଫଳ ଦେଇଥାଏ। ଲକ୍ ଏବଂ ସକ୍ସେସ୍ ମିଳିଥାଏ। ବିଛା ରାଶି, ବୃହସ୍ପତି ଦ୍ୱିତୀୟ ଏବଂ ପଞ୍ଚମ ଭାବର ଅଧିପତି ହୋଇଥିବାରୁ, ଶୁଭ ଭାବର ଅଧିପତି ହୋଇଥିବାରୁ ୟେଲୋ ସାଫିୟାର ଭଲ ଫଳ ଦେଇଥାଏ। ଧନ ଏବଂ ସନ୍ତାନ ସୁଖ ଆଣିଥାଏ। ମେଷ ରାଶି, ବୃହସ୍ପତି ନବମ ଭାବର ଅଧିପତି ଏବଂ ଦ୍ୱାଦଶ ଭାବର ଅଧିପତି, ତେଣୁ 60% ଶୁଭ ଫଳ ମିଳିବ। ୟେଲୋ ସାଫିୟାର ପିନ୍ଧିଲେ ଭାଗ୍ୟ ବୃଦ୍ଧିରେ ସାହାଯ୍ୟ କରେ। ପିନ୍ଧିବା ପୂର୍ବରୁ କିନ୍ତୁ ଜ୍ୟୋତିଷଙ୍କର ପରାମର୍ଶ ନିଅନ୍ତୁ। ସିଂହ ରାଶି, ବୃହସ୍ପତି ପଞ୍ଚମ ଏବଂ ଅଷ୍ଟମ ଭାବର ଅଧିପତି। ୟେଲୋ ସାଫିୟାର ଏଠି ମିଶ୍ରିତ ଫଳ ଦେବ। ପିନ୍ଧିବା ପୂର୍ବରୁ କୁଣ୍ଡଳୀ ଦେଖାଇ ଜ୍ୟୋତିଷଙ୍କର ପରାମର୍ଶ ନିଅନ୍ତୁ। ତାପରେ ଆସିଲା କୁମ୍ଭ ରାଶି, ବୃହସ୍ପତି ଦ୍ୱିତୀୟ ଏବଂ ଏକାଦଶ ଭାବର ଅଧିପତି। ୟେଲୋ ସାଫିୟାର ପିନ୍ଧିବା ପୂର୍ବରୁ କୁଣ୍ଡଳୀ ଦେଖାଇ ଜ୍ୟୋତିଷଙ୍କର ପରାମର୍ଶ ନେଇ ପିନ୍ଧନ୍ତୁ। କେଉଁମାନେ ସାଧାରଣତଃ ପିନ୍ଧିପାରିବେ ନାହିଁ ଆସନ୍ତୁ ଜାଣିବା। ବୃଷ ରାଶିର ବ୍ୟକ୍ତିବିଶେଷମାନେ ପିନ୍ଧିପାରିବେନି। କାହିଁକି ନା ବୃହସ୍ପତି ଅଷ୍ଟମ ଏବଂ ଏକାଦଶ ଭାବର ଅଧିପତି। ୟେଲୋ ସାଫିୟାର ପିନ୍ଧିଲେ ନେଗେଟିଭ୍ ଇଫେକ୍ଟ ଦେବ। ମିଥୁନ ରାଶି, ବୃହସ୍ପତି ସପ୍ତମ ଏବଂ ଦଶମ ଭାବର ଅଧିପତି। ଦୁଇଟି କେନ୍ଦ୍ରର ଅଧିପତି ହୋଇଥିବାରୁ ଦୋଷଯୁକ୍ତ ଏବଂ ମିଥୁନ ରାଶି ପାଇଁ ବୃହସ୍ପତି ହେଉଛନ୍ତି ବାଧକ ଏବଂ ମାର୍କାଧିପତି, ତେଣୁ ୟେଲୋ ସାଫିୟାର କ୍ଷତିକାରକ, ପିନ୍ଧିବା ଉଚିତ ନୁହେଁ। କନ୍ୟା ରାଶି, ବୃହସ୍ପତି ଚତୁର୍ଥ ଏବଂ ସପ୍ତମ ଭାବର ଅଧିପତି। ଦୁଇଟି କେନ୍ଦ୍ରର ଅଧିପତି ଏବଂ ବୃହସ୍ପତି ହେଉଛନ୍ତି ସପ୍ତମପତି ହିସାବରେ ବାଧକ ଏବଂ ମାରକ ମଧ୍ୟ, ତେଣୁ ୟେଲୋ ସାଫିୟାରକୁ ଆଭଏଡ଼ କରିବା ଦରକାର। ମକର ରାଶି, ବୃହସ୍ପତି ମକର ରାଶି ପାଇଁ ତୃତୀୟ ଏବଂ ଦ୍ୱାଦଶ ଭାବର ଅଧିପତି। ଯଦି ୟେଲୋ ସାଫିୟାର ପିନ୍ଧିଲେ ତେବେ ନେଗେଟିଭ୍ ଇମ୍ପାକ୍ଟ ପକାଇବ। ଏବେ ଆସନ୍ତୁ ଜାଣିବା କେଉଁ ଲଗ୍ନର ଲୋକ ୟେଲୋ ସାଫିୟାର ପିନ୍ଧିପାରିବେ। ରାଶି ଯାହା ହେଇଥାଉ ନା କାହିଁକି, ଯଦି ଜନ୍ମ କୁଣ୍ଡଳୀରେ ଲଗ୍ନ ଧନୁ, ମୀନ, କର୍କଟ, ବିଛା, ମେଷ ଏବଂ ସିଂହ ହୋଇଥାଏ ତେବେ ଜ୍ୟୋତିଷଙ୍କ ପରାମର୍ଶ କ୍ରମେ ୟେଲୋ ସାଫିୟାର ଧାରଣ କରାଯାଇପାରେ। ୟେଲୋ ସାଫିୟାର ପିନ୍ଧିବା ପାଇଁ ବା ପୋଖରାଜ ପିନ୍ଧିବା ପାଇଁ ଜାତକରେ ଅନ୍ୟାନ୍ୟ ସୂତ୍ର ମଧ୍ୟ ରହିଛି। ଧରି ନିଅନ୍ତୁ ଗୋଟେ କୁଣ୍ଡଳୀ ଦେଖିଲା ପରେ ଜଣାପଡ଼ିଲା ଯେ ବୃହସ୍ପତି ସେହି ଜାତକ ପାଇଁ ଶୁଭ ଗ୍ରହ, ଲଗ୍ନ ପାଇଁ ଶୁଭ ଗ୍ରହ ଅଟନ୍ତି, କିନ୍ତୁ କୁଣ୍ଡଳୀରେ ବୃହସ୍ପତି ଦୁସ୍ଥାନରେ ରହିଯାଇଛନ୍ତି ଅର୍ଥାତ୍ 6, 12 କିମ୍ବା 8 ଘରେ ରହିଯାଇଛନ୍ତି, ପାପ ଗ୍ରହର ଦୃଷ୍ଟିରେ ରହିଯାଇଛନ୍ତି କିମ୍ବା ବୃହସ୍ପତି ନୀଚ ହୋଇଯାଇଛନ୍ତି, ମକରରେ ଅଛନ୍ତି କିମ୍ବା ଦୁଇଟି ପାପ ଗ୍ରହର ମଝିରେ ବୃହସ୍ପତି ଅବସ୍ଥାନ କରିଛନ୍ତି ପାପ କର୍ତ୍ତରୀ ଯୁଗରେ, କିମ୍ବା ସେହି ଜାତକରେ ବୃହସ୍ପତି ସମ୍ପୂର୍ଣ୍ଣ ଅସ୍ତ ହୋଇଛନ୍ତି। ସେହି କେସ୍ରେ ରାଶି ଯାହା ଥାଉ ନା କାହିଁକି ବୃହସ୍ପତିଙ୍କର ବଳ ବୃଦ୍ଧି ପାଇଁ ୟେଲୋ ସାଫିୟାର ଜ୍ୟୋତିଷଙ୍କ ଦ୍ୱାରା ପରାମର୍ଶ କରାଇ ଧାରଣ କରାଯିବା ଉଚିତ। ଯଦି ଜନ୍ମକୁଣ୍ଡଳୀରେ ବୃହସ୍ପତି ଶୁଭଗ୍ରହ ହେଇ ଶୁଭ ଫଳ ଦେଉନାହାନ୍ତି, ଯେତିକି ଶୁଭ ଫଳ ମିଳିବା କଥା ସେତିକି ମିଳୁନି ଏବଂ ବୃହସ୍ପତି ମହାଦଶାର ଶୁଭ ଫଳ ମିଳୁନି, ସେ କେସ୍ରେ ମଧ୍ୟ ୟେଲୋ ସାଫିୟାର ପିନ୍ଧାଯାଇପାରିବ ବୃହସ୍ପତିଙ୍କର ବଳ ବୃଦ୍ଧି ପାଇଁ। କୁଣ୍ଡଳୀରେ କେଉଁଭଳି ସ୍ଥିତିରେ ବୃହସ୍ପତି ଥିଲେ ୟେଲୋ ସାଫିୟାର ପିନ୍ଧା ଯାଇପାରିବ ନାହିଁ ଆସନ୍ତୁ ଜାଣିବା। ଯଦି ବୃହସ୍ପତି ଜନ୍ମକୁଣ୍ଡଳୀରେ ଶୁଭଗ୍ରହ ହୋଇନଥିବେ, ମାରକ ଅଧିପତି ବା ବାଧକ ଅଧିପତି ହୋଇଥିବେ, ଲଗ୍ନକୁ ଶୁଭ ହୋଇନଥିବେ, ଶନି ରାହୁ କିମ୍ବା କେତୁଯୁକ୍ତ ହୋଇଥିବେ ବା ସେମାନଙ୍କ ଦ୍ୱାରା ଦୃଷ୍ଟି ପାଉଥିବେ, ସେ କେସ୍ରେ ୟେଲୋ ସାଫିୟାର ପିନ୍ଧା ଯାଇପାରିବ ନାହିଁ। ଯଦି ବୃହସ୍ପତି ଆଗରୁ ଜନ୍ମକୁଣ୍ଡଳୀରେ ବଳବାନ ଅଛି, ଆପଣ ଯଦି ପୁଣି ୟେଲୋ ସାଫିୟାର ପିନ୍ଧିଲେ ଓଲଟା ପ୍ରଭାବ ପଡ଼ିବ, ନେଗେଟିଭ୍ ପ୍ରଭାବ ପଡ଼ିବ। କେମିତି ପଡ଼ିବ ଉଦାହରଣ ସହିତ କହୁଛି। ଧରି ନିଅନ୍ତୁ ଆପଣ ଦାନ ଧର୍ମ କରୁଛନ୍ତି, ଧର୍ମ କାର୍ଯ୍ୟ କରୁଛନ୍ତି, ହଠାତ୍ ଏହି ଦାନ ଧର୍ମ ଏତେ ମାତ୍ରାରେ ବଢ଼ିଯିବ ଯେ ଆପଣ ନିଜର ରୋଜଗାର ତୁଳନାରେ ଅଧିକ ଦାନ ଧର୍ମ ପୁଣ୍ୟକର୍ମ କରି ବସିବେ, ବାରମ୍ବାର ସ୍ପିରିଚୁଆଲ୍ ଟ୍ରାଭେଲ୍ କରିବେ, 10 ଟଙ୍କା ଜାଗାରେ 50 ଟଙ୍କା ଖର୍ଚ୍ଚ ମଧ୍ୟ କରିଦେଇପାରନ୍ତି। ମନେ ରଖନ୍ତୁ ସବୁକିଛି ବାଲାନ୍ସ ରହିବା ଜରୁରୀ, ଅତିଟା କେବେ ଭଲ ନୁହେଁ। ଯଦି ଆପଣ ମିଠା ଖାଉଛନ୍ତି ତେବେ ଚିନି ମଡ଼େଇ ଖାଇବାରେ କ'ଣ ଅଧିକା ଲାଭ ମିଳିବ?
तेणु यही नेगेटिव इंपैक्ट पकई पारे। जदि पिंधिबे संपूर्ण रूप से गाइडेंस रे पिंधंतु। अधिकांश लोकंकर प्रश्न थाए कि जातक तो बृहस्पति नीच अच्छा, धन रहुनी, विद्यार उन्नति होनी, उच्च शिक्षार सफलता मिलूनी, मान सम्मान मिलूनी, समाज रे किसी स्थिति ना। येलो साफियर पिंधिले ये सब उन्नति हो से जगार गोटे कथा से बुझेबा उचित कि जन्म कुंडली रे बृहस्पति स्थिति कौन अच्छी, लग्न कौन, राशि कौन, बृहस्पति से ही जातक को शुभ कि अशुभ सबू अनुध्यान कलापर अनुमति देवा उचित जे येलो साफियर से पिंधिबे ना नहीं। कारण जन्म कुंडली रे केवल बृहस्पति गोटे ग्रह ना, अन्य ग्रह भी अच्छा, तांकर बलाबल भी अच्छी, स्थिति अच्छी, दृष्टि अच्छी। तेणु देखि चाहि ज्योतिषों परामर्श क्रमे येलो साफियर धारण करने उचित। स्ट्रंग रियलिटी होची बृहस्पतिंकर रत्न येलो साफियर बा पोखराज समस्त उपकारी नुहे। भूल रत्न पिंधिले धनहानि, मानसिक चाप, हठात शारीरिक असुस्थता, कर्मक्षेत्र में बाधा तथा पारिवारिक समस्या आसीपारे। स्पेशल केस रे जदि देखिए धरिनियंतु बृहस्पति मकर रे नीच अच्छा। स्पेशल केस रे जदि देखिबा धरिनियंतु गोटे जन्म कुंडली रे मकर रे बृहस्पति नीच अच्छा, नीच भंग जोग नाही। बृहस्पति शुभ भावर किंतु अधिपति दुर्बल अच्छा। विवाह, शिक्षा, भाग्य, धन स्थिति सब दुर्बल अच्छी। ये क्षेत्र में येलो साफियर पिंधिले बृहस्पति को शक्ति मिलता है, बृहस्पति शुभत्व वृद्धि होता है। किंतु सेम सिचुएसन रे बृहस्पति कुंडली रे नीच होइथिबे किंतु से जातक को बृहस्पति शुभ होई नथिबे, मारक होइथिबे किंबा बाधक होइथिबे किंबा नीच भंग होइकी ऑलरेडी स्ट्रांग हो जाइथिबे। से केस रे जदि आमे येलो साफियर पिंधुचंती तेबे नेगेटिव प्रभाव पड़ी पारे। झीओंकर कुंडली रे बृहस्पति होचंती विवाह कारक ग्रह। गुरुबल बढ़ाइबा पई येलो साफियर धारण करा जाए, फल रे विवाह शीघ्र हुए, भल स्वामी मिले, दाम्पत्य जीवन सुखमय हुए। बृहस्पति जातक रे नीच थिले झीओंक पई येलो साफियर पिंधिबा बहुत उपकारी होता है, किंतु कुंडली भल भाव में विचार करी पिंधिबा उचित। एबे आसंतु जानिबा जदि येलो साफियर आमे पिंधिबा जनरली केते क्यारेटर पिंधिबा, केते बेले पिंधिबा, आउ केउ आंगुठी रे पिंधिबा। साधारणतः आमे 5 रु 7 क्यारेट ओजन रो येलो साफियर पिंधि परिबा। 4 क्यारेट ठारू कम येलो साफियर अधिक प्रभाव पकाएनी। बॉडीर वेट हिसाब रे आमे रत्न धारण करिबा। 50 रु 60 केजी जदि वेट अच्छी 5 रु 6 रति ओजन, 60 रु 70 केजी जदि अच्छी 6 रति ओजन, 70 रु अधिक जदि ओजन अच्छी तेबे 7 रति पर्यंत आमे पिंधि परिबा। जदि जातक रे अत्यंत बृहस्पति दुर्बल अस्त होइछि, शुभफल जमारू भी दौ नाही, तेबे मैक्सिमम आमे 9 क्यारेटर येलो साफियर पिंधि परिबा। केउ आंगुठी रे पिंधिबा? तर्जनी आंगुठी रे, डाहाण हातर तर्जनी आंगुठी रे, जाको आमे इंडेक्स फिंगर बिल कहूचे, सेही आंगुठी रे सुना मुद्रे पिंधिबा उचित। गुरुवार दिन पूर्वाह्न समय रे सकाळु दिन 10टा भितर पिंधिबा उचित। जदि से दिन शुभ नक्षत्र भोग होता है, बृहस्पतिंकर नक्षत्र भोग होता है, तेबे आउरी शुभ रहिबो। पुनर्वसु नक्षत्र, विशाखा नक्षत्र किंबा पूर्व भाद्रपद नक्षत्र जदि भोग होतिबो तेबे आउरी भल कथा। पिंधिबा पूर्वरु गंगा जल एवं कंचा क्षीर रे धोई बृहस्पतिंकर मंत्र को जप करी, मंत्रटी हैला ओम ब्रूं बृहस्पते नमः। यही मंत्र को 108 थर जप कर सारा पर आपण पिंधिबे। से दिन निरामिष रहिया मध्य जरूरी। पिंधिबार प्रथम 72 घंटा देखिए आपन को कौन फील होची, तापरे 45 डेज भितर कौन चेंजमेंट होची लक्ष्य करंतु। मन रखंतु रत्न मैजिक नुहे, यह एनर्जी सपोर्ट दे थाए। सठिक रत्न सठिक भाव में पिंधिले आपण भाग्य को नुआ दिग दे पारे। जदि आपण जानिबा को चाहुचंती आपण पोखराज ठीक कि नहीं, तेबे कमेंट रे गुरु लिखंतु एवं एई वीडियो को लाइक एवं शेयर करंतु। जदि एई भली ग्रहरत्न संबंधी तथ्य जानिबा को चाहुचंती तेबे आम चैनल को सब्सक्राइब करंतु। पुणी आसीबी आउ एक नुआ अध्याय को नहीं, से पर्यंत रहुची नमस्कार।